ଜଙ୍ଗଲରେ ସବୁ ଗଛରେ ବହୁତ ଫଳ ଆସିଥିଲା। ସେହି ଜଙ୍ଗଲରେ ଗୋଟିଏ ବଡ଼ ଆମ୍ବ ଗଛ ଥିଲା। ବହୁତ ବର୍ଷ ହେଇଯିବ ସେ ଗଛରେ ଆମ୍ବ ଆସୁନଥିଲା। ସେହି ଗଛରେ ଗୋଟିଏ ଡାଳରେ ଟିକି ଚଢ଼େଇର ଘର ଥିଲା। ଶୁଆ ନାନୀ ଟିକି ଚଢ଼େଇ ଘରକୁ ଆମ୍ବ ନେଇକି ଆସିଥିଲେ। ଟିକି ଚଢ଼େଇ, ମୁଁ ତମ ପାଇଁ ଆମ୍ବ ଆଣିଦେଇଛି। ତୁମକୁ ଆମ୍ବ ବହୁତ ଭଲ ଲାଗେ ନା? ଧନ୍ୟବାଦ ଶୁଆ ନାନୀ। ଯେଉଁ ଦିନଠାରୁ ଏ ଗଛରେ ଆମ୍ବ ଆସିନି, ଆମେ ସେହି ଦିନଠାରୁ ଆମ୍ବ କେବେ ଖାଇନାହୁଁ। ମାମା ମାମା ଏ କି ଫଳ ମାମା? ମୁଁ ତ କେବେ ଖାଇନି। କୋକ, ଇଏ ହେଉଛି ଆମ୍ବ। ଆମେ ଯେଉଁ ଗଛରେ ରହୁଛନ୍ତି ସେ ଗଛ ବି ଆମ୍ବ ଗଛ। ଏ ଆମ୍ବ ବହୁତ ମିଠା ହେଇଥାଏ। ଟିକି ଚଢ଼େଇ, ବାହାର ଜଙ୍ଗଲରେ ବହୁତ ବଡ଼ ବଡ଼ ଆମ୍ବ ଗଛ ଅଛି, କିନ୍ତୁ ସେହି ଗଛ ଗୁଡ଼ାକୁ ଚିଲ କବ୍ଜା କରି ନେଇଛି। ଜଙ୍ଗଲର ବହୁତ ପକ୍ଷୀ ମାଗଣାରେ ଆମ୍ବ ଖାଇବା ପାଇଁ ନିଜ ଜୀବନକୁ ବାଜି ଲଗେଇ ଦଉଛନ୍ତି। ହଁ ପରା, ମୁଁ ଏ କଥା ଶୁଣି ବହୁତ ଆଶ୍ଚର୍ଯ୍ୟ ହେଇଯାଏ। ନିଜ ଜୀବନକୁ ସେମାନଙ୍କର ଡର ନାହିଁ। ଠିକ୍ ଅଛି ଚଢ଼େଇ, ଏବେ ମୁଁ ଘରକୁ ଯାଉଛି। ପିଲାମାନେ ଘରେ ଅଛନ୍ତି। ରୁହ ଶୁଆ ନାନୀ, ମୁଁ କ୍ଷୀରି କରିଛି। ମିଠୁ ଭାଇକି ମୋ ହାତର କ୍ଷୀରି ବହୁତ ପସନ୍ଦ ଲାଗେ। ହଁ ହଁ ଟିକି ଚଢ଼େଇ, ଦେଇଦିଅ। ତମ ଭାଇ ଦେଖିଲେ ବହୁତ ଖୁସି ହେଇଯିବେ। ତାପରେ ଟିକି ଚଢ଼େଇ ଶୁଆ ନାନୀକୁ କ୍ଷୀରି ଦେଇଦେଲା। ତାପରେ ଶୁଆ ତା ଘରକୁ ଚାଲିଗଲା। ଆଉ ଏପଟେ କୋକ ଆମ୍ବ ଖାଇବାକୁ ଲାଗିଲା। ମାମା ମାମା, ଏ ତ ବହୁତ ଭଲ ଲାଗୁଛି ଖାଇବା ପାଇଁ, ବହୁତ ମିଠା ଲାଗୁଛି। କାଶ ଆମ ଗଛରେ ବି ଏମିତି ଆମ୍ବ ଆସିଥାନ୍ତା କି ମୁଁ ତାଙ୍କୁ ସବୁଦିନ ଖାଇଥାନ୍ତି। ଆଉ ଏପଟେ କଳା କାଉ ଓ ଗୋରି କାଉ ଆଉ ଗୋଟେ ନୂଆ ଜଙ୍ଗଲ ଯିବେ ବୋଲି ବାହାରୁଥିଲେ। କାଉଜି, ମୁଁ ଜଲ୍ଦି ଜଲ୍ଦି ଆମ୍ବ ତୋଳିଦେବି। ତମେ ଖାଲି ଟିକେ ଧ୍ୟାନ ରଖିବ। ପଛଥର ତମେ ସେଇଠି ଆମ୍ବ ଖାଇବା ଆରମ୍ଭ କରିଦେଇଥିଲ, ସେଥିପାଇଁ ଆମେ ଆରଥର ଧରା ପଡ଼ିଯାଇଥିଲେ। ମୁଁ ଆରଥର କେତେ ଅନୁରୋଧ କରିଥିଲି ବୋଲି ସେ ଆମକୁ ଛାଡ଼ି ଦେଇଥିଲା। ଯଦି ଏତେ କଥା ଭାବୁଛ ତ ଯାଉଛ କ'ଣ ପାଇଁ? କ'ଣ ପାଇଁ ଯିବିନି? ମାଗଣାରେ ଆମ୍ବ ଖାଇବାକୁ ମିଳୁଛି। ତମେ ଯଦି ମୋତେ ପଇସାରେ କିଣିକି ଦେବ ଆମ୍ବ ତ ଦଉନ, ମୁଁ ଖାଇବି। ନାହିଁ ନାହିଁ, ମୁଁ ତ ତୋ ସହିତ ମଜାକ କରୁଥିଲି। ଚାଲ ଚାଲ ଜଲ୍ଦି ଯିବା ଯେ। ତାପରେ କଳା କାଉ ଓ ଗୋରି କାଉ ଆମ୍ବ ତୋଳିବାକୁ ଗଲେ। ଆଉ ଯାଇକି ଆମ୍ବ ଗଛ ପାଖରେ ପହଞ୍ଚିଲେ। ତାପରେ ଗୋରି କାଉ ଆମ୍ବ ତୋଳିବାକୁ ଲାଗିଲା। ଆଉ କଳା କାଉ ଚାରିଆଡ଼େ ନଜର କରୁଥାଏ। କିଛି ସମୟ ପରେ କଳା କାଉର ନଜର ଗୋରି ପଛପଟେ ପଡ଼ିଲା। ଆଉ ଗୋରି ପଛପଟେ ଚିଲକୁ ଦେଖି ତା ହୋସ ଉଡ଼ିଗଲା। ଗୋରି, ଆରେ ଗଳାରେ କ'ଣ ଅଟକି ଯାଇଛି କି? ଗୋରି, ତମ ପଛକୁ ଟିକେ ଦେଖ। ତାପରେ ଗୋରି କାଉ ପଛକୁ ଦେଖିଲା ଚିଲ ତା ପାଖରେ ବସିଛି ବୋଲି। ତାପରେ ଚିଲ ଗୋରି କାଉକୁ ମାରିବା ପାଇଁ ଆସିଲା। ଗୋରି କାଉ ସେଇଠାରୁ ପଳେଇଗଲା। ଗୋରି କାଉ ଉଡ଼ି ଉଡ଼ି ତା ଘରକୁ ଚାଲିଗଲା। ଗୋରି କାଉ ହାତରେ ଆମ୍ବର ଝୋଡ଼ି ଥିଲା, ସେ ତଳେ ଖସି ପଡ଼ିଲା। ଆଉ ଗୋଟିଏ ଆମ୍ବ ତା ଥଣ୍ଟରେ ଥିଲା, ସେ ତାକୁ ଧରିକି ଆସିଲା ଭାରି। ବୁଲବୁଲର ପୁଅ ବୁଲବୁଲା କଳା କାଉ ଘର ପାଖରେ ବସିଥିଲା। ଏଇ ମିଠା ମିଠା ମଜାର ବାସ୍ନା କୋଉଠୁ ଆସୁଛି? ଗୋରି ଆଣ୍ଟି ଘରୁ ଆସୁଛି ବୋଧେ। ତାପରେ ବୁଲବୁଲା କଳା କାଉ ଘରକୁ ଯାଇ କବାଟ ବାଡ଼େଇବାକୁ ଲାଗିଲା। କଳା କାଉ କବାଟ ଖୋଲିଲା। ତାପରେ ବୁଲବୁଲା କଳା କାଉର ଘର ଭିତରକୁ ଚାଲିଗଲା। ଗୋରି ଆଣ୍ଟି, ଏ ଫଳର ବାସ୍ନା ବାହାରକୁ ଯାଉଛି, ମୁଁ ବି ୟାକୁ ଖାଇବି। ନାହିଁ ପୁଅ, ଏ ଆମ୍ବ ବହୁତ ଖଟା, ୟାକୁ ପିଲାମାନେ ଖାଆନ୍ତି ନାହିଁ। ୟାକୁ ଖାଇଲେ ତୁମ ଦେହ ଖରାପ ହେବ। ମୁଁ ଏ ଆମ୍ବ ଖାଇବି ଖାଇବି ଖାଇବି। ତାପରେ ଗୋରି କାଉ ଭାବିବାକୁ ଲାଗିଲା, ମୁଁ ମୋ ଜୀବନକୁ ବାଜି ଲଗେଇକି ଏ ଆମ୍ବ ଆଣିଛି, ଆଉ ୟାକୁ ତ ଆମ୍ବ ମୁଁ କେବେ ଦେବି ନାହିଁ। ଏ ଆମ୍ବ ମୁଁ ହିଁ ଖାଇବି। ହଉ ବୁଲବୁଲା, ଅଧା ମୁଁ ଖାଇବି, ଅଧା ତୁ ଖାଇବୁ। ତାପରେ ଗୋରି କାଉ ସବୁ ଆମ୍ବ ଖାଇ ଦେଇକି ବୁଲବୁଲକୁ ଆମ୍ବର ଟାଙ୍କୁଟା ଦେଲା। ବୁଲବୁଲା ଆମ୍ବର ଟାଙ୍କୁଟାକୁ ନେଇକି ତା ଘରକୁ ଆସିଲା। ତାପରେ ସେ ଆମ୍ବ ଟାଙ୍କୁକୁ ଖାଇବାକୁ ଲାଗିଲା। ଆଉ ତା ଥଣ୍ଟ ଆମ୍ବ ଟାଙ୍କୁରେ ଲାଗିଲା। ମାମା, ଏ ଫଳ ମତେ ଗୋରି ଆଣ୍ଟି ଦେଇଛନ୍ତି, ଆଉ ୟାକୁ ତ ମୁଁ ଖାଇ ହିଁ ପାରୁନି। ଗୋରି ତତେ ଆମ୍ବ ଟାଙ୍କୁ ଦେଇ ଦେଇଛି, ଆଉ ସବୁ ଆମ୍ବ ସେ ଖାଇ ଦେଇଛି। ସେ ପିଲାମାନଙ୍କ ସହିତ ବି ଏଇ ଧୋକେବାଜ କାମ କରୁଛି। ସେ କେବେ ବି ସୁଧୁରିବ ନାହିଁ। ତା ଗୁଣ ସେଇଆ। କିଏ ଜାଣିଛି କ'ଣ ହେବ ଆଗକୁ? ତାପରେ ରାତିରେ ପାପା ଚଢ଼େଇ ଘରକୁ ଆସିଲେ। ତାପରେ କୋକ ତା ବାପାକୁ ଆମ୍ବ ଖାଅ ବୋଲି କହୁଥିଲା। ପାପା, ଶୁଆ ଆଣ୍ଟି କହୁଥିଲେ ଜଙ୍ଗଲର ଗୋଟିଏ ଗଛରେ ବହୁତ ମିଠା ମିଠା ଆମ୍ବ ହେଇଛି, ମତେ ସେଇଠୁ ଆମ୍ବ ଆଣିକି ଦିଅ ନା। କୋକ, ସେଇଠି ଗୋଟିଏ ଭୟଙ୍କର ଚିଲ ଅଛି। ମୁଁ ସେସବୁ କିଛି ଜାଣିନାହିଁ ପାପା। କାଲି ତମେ ଆଉ ମୁଁ ସେଇଠାକୁ ଯିବା, ଆମ୍ବ ଆଣିକି ଆସିବା। ଆଉ ଏଇସବୁ କଥା ମାମାକୁ ଆମେ କିଛି କହିବା ନାହିଁ, ନହେଲେ ସେ ଆମକୁ ଯିବାକୁ ଦେବେନି। କୋକ ବହୁତ ଜିଦ୍ କଲା ପରେ କୋକର ବାପା ମାନିଗଲେ। ତା ପରଦିନ ସକାଳେ କୋକର ବାପା କୋକକୁ ନେଇକି ସେ ଜଙ୍ଗଲ ଭିତରକୁ ଆମ୍ବ ତୋଳିବା ପାଇଁ ଗଲେ। ପାପା ଚଢ଼େଇ ଆଉ କୋକ ଗୋଟିଏ ଆମ୍ବ ଗଛ ଡାଳରେ ବସିଗଲେ। ତାପରେ କୋକ ଆମ୍ବକୁ ମଜା ମଜାରେ ଖାଉଥାଏ। କେତେ ସୁନ୍ଦର ମିଠା ଆମ୍ବ ପାପା, ଆମେ ଏଇଠିକି ସବୁଦିନ ଆସିବା କଥା। କୋକ ଏତିକି କହିଛି କି ନାହିଁ, ତାପରେ ସେଠିକି ଚିଲ ଆସିଲା ଭାରି। ତାପରେ ସେ କୋକକୁ ମାରିବାକୁ ବସିଲା। ତାପରେ ଜଲ୍ଦି ପାପା ଚଢ଼େଇ କୋକକୁ ବଞ୍ଚେଇବାକୁ ଲାଗିଲେ। ତାପରେ ଚିଲ ବାପା ଚଢ଼େଇକୁ ବହୁତ ମାରିବାକୁ ଲାଗିଲା।
ତାପରେ ବାପା ପୁଅ ସେଇଠାରୁ ଜୀବନ ବଞ୍ଚାଇକି ନିଜ ଜଙ୍ଗଲକୁ ଫେରିଗଲେ। କୋକର ବାପା, ଏଇ ତମ ଡେଣା କଣ ହେଇଛି? କଣ ପାଇଁ ରକ୍ତ ବାହାରୁଛି? ତୁମେ ଦୁଇଜଣ ତ ବଜାର ଯାଇଥିଲ ନା? ମାମା, ମୁଁ ପାପାକୁ ଜିଦ୍ଦି କରିକି କହିଥିଲି ମୁଁ ମିଠା ଆମ୍ବ ଖାଇଯିବି ବୋଲି, ଆଉ ମତେ ଆମ୍ବ ହେଇଥିବା ଜଙ୍ଗଲକୁ ନେଇଯିବେ ବୋଲି। ମୁଁ ଜାଣିନଥିଲି ସେଠିକି ଯାଇକି ଏମିତି ହେବ ବୋଲି। ତାପରେ ସେତିକି ବେଳେ ସୁଆନାନୀ ସେଠାକୁ ଆସିଲେ। ଟିକି ଚଢ଼େଇ, ମାନବ ଭାଇ ହାତରୁ ବହୁତ ବ୍ଲଡ ବାହାରୁଛି, ଆମେ ଜଲ୍ଦି ଚାଲ ତାଙ୍କୁ ବୁଲବୁଲ ଡକ୍ଟର ପାଖକୁ ନେଇଯିବା। ତାପରେ ସୁଆନାନୀ ଅଟୋ ନେଇକି ଆସିଲେ, ଆଉ ତାପରେ ସେମାନେ ଅଟୋରେ ବସିକି ବୁଲବୁଲ ଡକ୍ଟର ପାଖକୁ ଗଲେ। ଏ ଘା ବହୁତ ଜୋରସେ ହେଇଛି, ହେଲେ ତୁମେମାନେ ଚିନ୍ତା କର ନାହିଁ, ମୋ ପାଖରେ ଜଡିବୁଟିର ମେଡିସିନ ଅଛି, ଆଉ ତାକୁ ଘାରେ ଲଗେଇଲେ ଘା ଜଲ୍ଦି ଠିକ ହେଇଯାଏ। ତାପରେ ବୁଲବୁଲ ଚଢ଼େଇ ପାପା ଚଢ଼େଇ ଡେଣାରେ ଔଷଧ ଲଗେଇଦେଲେ, ଆଉ ବାକି ଔଷଧ ଟେବୁଲ ଉପରେ ରଖିଦେଲେ। ବୁଲବୁଲର ପଙ୍କ ଲାଗିକି ଟେବୁଲ ହଲିବାକୁ ଲାଗିଲା। ତାପରେ ଔଷଧର ବୋତଲ ତଳକୁ ଖସି ପଡ଼ିଲା, ତଳେ ରଖିଥିବା ଗଛରେ ପଡ଼ିଗଲା। ସେ ଗଛରେ ଔଷଧ ପଡ଼ିବା ମାତ୍ରେ ସେ ଗଛଟି ବହୁତ ସୁନ୍ଦର ଆଉ ସବୁଜ ହେବାକୁ ଲାଗିଲା। ଏସବୁ ଦେଖିକି ସେମାନେ ବହୁତ ଆଶ୍ଚର୍ଯ୍ୟ ହେଇଗଲେ। ବୁଲବୁଲ ଡକ୍ଟର, ଏ ଗଛ ଏମିତି ସୁନ୍ଦର କେମିତି ହେଇଗଲା? ମୁଁ ଏମିତି ଔଷଧ ବହୁତ ଦିନ ଠାରୁ ତିଆରି କରିବି ବୋଲି ଭାବୁଥିଲି। ଯେଉଁ ଔଷଧ ଶୁଖିଲା ଗଛରେ ଦେଲେ ସବୁଜ ଦେଖାଯିବ, ହରାଭରା ଦେଖାଯିବ, ଆଉ ସେ ଜୀବନ ପାଇଯିବ, କିନ୍ତୁ ସବୁବେଳେ କିଛି ନା କିଛି ଭୁଲ ହେଇଯାଏ। ଏବେ ଲାଗୁଛି ଯେଉଁ ଔଷଧ ମୁଁ ବନେଇଛି ଏଥର ଔଷଧ ପରଫେକ୍ଟ ବନିଛି ବୋଲି। ତାପରେ ବୁଲବୁଲ ଡକ୍ଟର ନିଜ ସଫଳତାକୁ ନେଇକି ବହୁତ ଖୁସି ଥିଲେ। ତାପରେ ରାନୁ ଚଢ଼େଇ ମନରେ ଗୋଟିଏ ବିଚାର ଆସି, ତାପରେ ବୁଲବୁଲ ଡକ୍ଟର ବନେଇଥିବା ଔଷଧକୁ ଶୁଖିଲା ଆମ୍ବ ଗଛ ମୂଳରେ ନେଇକି ଦେଲା। ତାପରେ କିଛି ଦିନ ପରେ ସେ ଗଛଟି ବହୁତ ହରାଭରା ହେଇଗଲା, ଆଉ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଥିଲା। ସେ ଗଛରେ ବହୁତ ଆମ୍ବ ଆସିଥିଲା, ଆଉ ସେ ଆମ୍ବ ବହୁତ ମିଠା ଥିଲା। ଜଙ୍ଗଲର ସବୁ ପକ୍ଷୀମାନେ ସେଠାକୁ ଆମ୍ବ ଖାଇବା ପାଇଁ ଆସିଥାନ୍ତି। ତ ସାଙ୍ଗମାନେ, ଆଜି ପାଇଁ ଏତିକି। ଧନ୍ୟବାଦ, ନମସ୍କାର, ଜୟ ଜଗନ୍ନାଥ।